ଧନତେରସ ଧନର ଦେବୀ ବା ଧନଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ ଏହି ଦିନ। କୌଣସି ସୁନା କିମ୍ବା ଧାତୁ ଜାତୀୟ ଦ୍ରବ୍ୟ ଘରକୁ ଆଣିଲେ ଶୁଭ ଓ ଧନ ସମୃଦ୍ଧି ହେବା ସହ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ବୋଲି ଶାସ୍ତ୍ରାନୁମତ ରହିଛି। ଧନ୍ୱନ୍ତରୀଙ୍କ ପୂଜା ବା ଯାହାକୁ ଆମେ ଏବେ ଧନତେରସ ରୂପେ ପାଳନ କରିଆସୁଛୁ, ତାହା କେଉଁ ତାରିଖରେ ପଡ଼ୁଛି? 18 ନା 19 ତାରିଖରେ? ତେବେ ହଁ ଦର୍ଶକ ବନ୍ଧୁ, ସେ ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ନମସ୍କାର ଦର୍ଶକ ବନ୍ଧୁ, ୱିଜଡମ୍ ଷ୍ଟୋରି ଇନ୍ ଓଡ଼ିଆ ଚ୍ୟାନେଲର କିଛି ଜଣା ଅଜଣା କଥା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ତେବେ ଦର୍ଶକ ବନ୍ଧୁ, କହି ରଖିବି ଯେ ଚଳିତ ବର୍ଷ ଧନ୍ୱନ୍ତରୀଙ୍କ ପୂଜା ବା ଧନତେରସ 2 ଦିନ ଅର୍ଥାତ୍ ଅକ୍ଟୋବର ମାସ 18 ତାରିଖ ଓ 19 ତାରିଖ ଦିନ ଆପଣମାନେ ପାଳନ କରିପାରିବେ। କାରଣ 18 ତାରିଖର ଅପର ପକ୍ଷରେ 12:19 ଆରମ୍ଭ ହୋଇ 19 ତାରିଖ 1:30 ପର୍ଯ୍ୟନ୍ତ ଏହି ତିଥି ରହିଛି। ତେଣୁ ଆପଣମାନେ ପୂଜା 2 ଦିନ ପାଳନ କରିପାରିବେ। ଯେହେତୁ 19 ତାରିଖ ଦିନ ଦିବା 1:30 ପର୍ଯ୍ୟନ୍ତ ରହିଛି ଏବଂ ଏହି ପୂଜା ସନ୍ଧ୍ୟା ସମୟରେ ଥିବା ହେତୁ ଆପଣମାନେ 18 ତାରିଖ ଦିନ ସନ୍ଧ୍ୟା ସମୟରେ ଧନ୍ୱନ୍ତରୀ ପୂଜା ବା ଧନଲକ୍ଷ୍ମୀଙ୍କୁ ପୂଜା କରିପାରିବେ। ତେବେ ମନରେ କୌଣସି ଦ୍ୱନ୍ଦ୍ୱ ନ ରଖି ଅକ୍ଟୋବର 18 ତାରିଖ ଦିନ ଧନତେରସ ପାଳନ କରିପାରିବେ। ଆପଣମାନଙ୍କର ଦ୍ୱନ୍ଦ୍ୱକୁ ସମାଧାନ କରିଛି ଆଜିର ଏହି ଭିଡ଼ିଓରେ। ତେବେ କୌଣସି ଦ୍ୱନ୍ଦ୍ୱ ନ ରଖି ଚିନ୍ତାମୁକ୍ତ ଭାବରେ ଏହି ଧନତେରସ ପାଳନ କରନ୍ତୁ। ତେବେ ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କୁ ଆଜିର ଭିଡ଼ିଓଟି କିଛି ଜାଣିବାକୁ ମିଳିଥାଏ, ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, କିଛି ଜଣା ଅଜଣା କଥା କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଅଧ୍ୟାୟରେ। ରହୁଛି। ଜୟ ଜଗନ୍ନାଥ।